ମୋ ପ୍ରିୟ ସହର, ଯାହାର ମାଟିର ବାସ୍ନା କଳା, ସାହିତ୍ୟ ଓ ସଂସ୍କୃତିରେ ଭରପୁର। ଏଠି ରାସ୍ତା କହେ କଥା, ସୌହାର୍ଦ୍ଦ୍ୟ ଓ ଭାଇଚାରାର। ଏଇଠି ଜନ୍ମ ନେଇଛନ୍ତି ବ୍ୟାସକବି, ଦୀନକୃଷ୍ଣ, ଚନ୍ଦ୍ରମୋହନ, କବିବର ଓ ମନୋଜ ଦାସ, ଯାହାଙ୍କ କାଳଜୟୀ ସୃଷ୍ଟିକୁ ସର୍ବଦା ସମ୍ମାନ କରେ ବିଶ୍ୱ ଦରବାର। ଅନତି ଦୂରରେ ଚାନ୍ଦିପୁର, ଯେଉଁଠୁ ଉତ୍କ୍ଷେପଣ ହୁଏ ଭଳିକି ଭଳି କ୍ଷେପଣାସ୍ତ୍ର, ଆଉ ଶତ୍ରୁଙ୍କୁ ଶୟନେ ସପନେ ବିନ୍ଧୁଥାଏ ଭୟର ଭଅଁର। ସେଇଠି ବି ଶଙ୍କୁଳାର ସ୍ୱାଗତିକା ଗାଇ ପର୍ଯ୍ୟଟକଙ୍କ ପାଦ ଧୋଇ ଦିଏ ଶୂନ୍ୟ ସୁଦୀର୍ଘ ବେଳା ବଙ୍ଗୋପସାଗର। ସୁନାର ପାଟସମ ସଜେଇ ହୋଇଥାଏ ବିସ୍ତୀର୍ଣ୍ଣ ବେଳାଭୂମି, ଆଉ ଧଡ଼ି ପରି ଧାଡ଼ି ଧାଡ଼ି ସଜେଇ ହୋଇଥାନ୍ତି ନାଲି କଙ୍କଡ଼ାଙ୍କ ଧାର। ଏଇଠି ବି ଦୃଶ୍ୟମାନ ହୁଏ ବିଶ୍ୱ ବିରଳ ନୀଳରକ୍ତ କଙ୍କଡ଼ା, ଯାହାର ରକ୍ତରେ ଲୁଚି ରହିଛି ଅନେକ ବ୍ୟାଧିର ଉପଚାର। ଶ୍ରୀ ଶ୍ରୀ କ୍ଷୀରଚୋରା ଗୋପୀନାଥ, ଯାହାଙ୍କୁ ସୃଜିଥିଲା ମାତା ସୀତାଙ୍କ ଅଳିର ଆକାର ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ମୁନିଆସର। ପୁଣି ବାଣେଶ୍ୱର, ଚନ୍ଦନେଶ୍ୱର, ପଞ୍ଚଲିଙ୍ଗେଶ୍ୱରଙ୍କ ପରି ଆହୁରି କେତେକ ଶୈବପୀଠ ଓ ନୀଳଗିରି ତଥା ଇମାମୀ ଜଗନ୍ନାଥ ମନ୍ଦିର। ଏହି ପୁଣ୍ୟପୀଠରେ ବିରାଜମାନ ସମସ୍ତ ଠାକୁର। ଆମ ସହର ବି କଳାର ସହର। ଏଠି ଜଉରେ ତିଆରି କରିପାରନ୍ତି ବର ଓ କନ୍ୟାଙ୍କ କଣ୍ଢେଇ କେଶୁ ଭାଇଙ୍କ ପରି ପ୍ରସିଦ୍ଧ ଶିଳ୍ପୀ ଓ ତାଙ୍କର ତାଲିମ କରା ନିପୁଣ କାରିଗର। ଆଉ ଜାକଜମକରେ କରନ୍ତି ସେଇ ଜଉ କଣ୍ଢେଇଙ୍କ ବାହାଘର। ସାହିତ୍ୟ ଓ ସଂସ୍କୃତିରେ ସମୃଦ୍ଧ ଆମ ଏଇ ସକ୍ଷମ ସହର। ଏଠି କେହି କମ୍ ନୁହନ୍ତି, ସେ ହୁଅନ୍ତୁ ପଛେ କବି, ସାହିତ୍ୟିକ, ଗାୟକ ଓ ବା କଳାକାର। ଆମ ସହରବାସୀ ଆପଣେଇ ନେଇପାରନ୍ତି ଆଗନ୍ତୁକମାନଙ୍କୁ ଆକାଶ ସମ ହୃଦୟ ଖୋଲି। ସେଇଥିପାଇଁ ତ ଯିଏ ଥରେ ଏଠିକି ଆସେ ଆମକୁ ଜମା ପାରେନା ଛାଡ଼ି ଅବା ଭୁଲି। ସତରେ କେଡ଼େ ଭାଗ୍ୟ ମୋର, ମୋ ଦେହରେ ବୋଳା ଆମ ବାଲେଶ୍ୱରର ଧୂଳିବାଲି। ଆସନ୍ତୁ ସମସ୍ତେ ମିଶି ଆମ ପ୍ରିୟ ସହର ବାଲେଶ୍ୱରକୁ ପ୍ରଗତି ପଥେ ଆଗେଇ ନେବା, ଆଉ ଏକ ସ୍ୱରରେ କହିବା, ଆଇ ଲଭ୍ ମାଇ ବାଲେଶ୍ୱର।